ଔପଦାରେ ଜାତୀୟ କଂଗ୍ରେସ ଦଳର ନୂତନ ବ୍ଲକ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା। ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକର ଜାତୀୟ କଂଗ୍ରେସ ଦଳର ନୂତନ ବ୍ଲକ ସଭାପତିଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକର 11 ଗୋଟି ପଞ୍ଚାୟତ ଆଗଧାଡ଼ିର କଂଗ୍ରେସର ସମସ୍ତ କର୍ମୀମାନେ ଉପସ୍ଥିତ ଥିଲେ। ଏହି ସଭାରେ ପୂର୍ବତନ ବ୍ଲକ ସଭାପତି ଶ୍ରୀଯୁକ୍ତ ଗଦାଧର ପରିଡ଼ା ସଭାପତି କାର୍ଯ୍ୟ କରୁଥିବା ବେଳେ ଉପାଧ୍ୟକ୍ଷ ପ୍ରଭାକର ସାହୁ, ଅବସର ଶିକ୍ଷକ ଅନ୍ତର୍ଯାମୀ ନାୟକ, ଅନୁସୂଚିତ ଜାତିର ସଭାପତି ବିକାଶ କୁମାର ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଦାସ, ନବନିଯୁକ୍ତ ହୋଇଥିବା ସଭାପତି ବସନ୍ତ କୁମାର ଦାସଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବହୁ କର୍ମୀ ଉପସ୍ଥିତ ରହିବା ସହ ଔପଦା ବ୍ଲକରେ କଂଗ୍ରେସ ଦଳକୁ ଆଗକୁ କିପରି ସଂଗଠନ ମଜବୁତ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକରେ କଂଗ୍ରେସକୁ ଗ୍ରାମ ସ୍ତରରୁ ମଜବୁତ କରିବା ପାଇଁ କର୍ମୀମାନେ ମତ ରଖିଥିଲେ। ବ୍ୟୁରୋ ରିପୋର୍ଟ, ଦେବଗିରି ନ୍ୟୁଜ। आज आमर नूतन नवनियुक्त ब्लॉक सभापति बसंत कुमार दास हेले एवं विदाय सभापति जे गदाधर परिड़ा संबर्धना दिगला। नवनियुक्त कराला विदाय संबर्धना दिगला। ता सहित सब 6टा पंचायत 11टा पंचायत सब मुख्य परिमाण डका से परिचित हाँपाई नुआ सभापति परिचय संगठन किपरि मजबूत हो से आलोचना करागला। ଔପଦା ବ୍ଲକର କଂଗ୍ରେସର ଯେଉଁ କର୍ମକର୍ତ୍ତା ମାନେ ଯାହାଙ୍କର ଭଲ ପାଇବାରେ ମୋତେ ଆଜି ସଭାପତି ପଦ ମିଳିଛି, ମୁଁ ତାଙ୍କୁ ସମ୍ମାନ ଦେଉଛି, କୃତଜ୍ଞତା ଜଣାଉଛି ଏବଂ ଔପଦା ବ୍ଲକରେ ଆଗକୁ କେମିତି କଂଗ୍ରେସ ସକ୍ରିୟ ହୋଇପାରିବ ତା ମୁଁ ପୂର୍ଣ୍ଣ ଭାବରେ ଚେଷ୍ଟା କରିବି। ଔପଦା ବ୍ଲକ 11ଟି ପଞ୍ଚାୟତ, 6ଟା ପଞ୍ଚାୟତ ଆମ ଜୋନ୍ 1 ଜୋନ୍ 2ର 5ଟି ପଞ୍ଚାୟତ, 6ଟି ପଞ୍ଚାୟତର କଂଗ୍ରେସର ସ୍ଥିତି ମଜବୁତ ଥିବା ବେଳେ ଜୋନ୍ 2 5ଟି ପଞ୍ଚାୟତ ଟିକେ कम अच्छी देखा जो चेष्टा करा आगामी दिन में मुझे 5टी पंचायत को नहीं एक बड़ धरण सभा करी सेठारे कांग्रेस को उज्जीवित करी ଔପଦା ब्लॉक रे केमिति आमे सभापति जो पदर मर्यादा रखी ଔପଦା ब्लॉक आगामी दिन में कांग्रेस को सक्रिय करी से आशा प्रकट करुछि।